ଏଇଠି ବିକେଳରେ ମମତା ବାନାର୍ଜୀ କହିଲାଣି ମୁଁ ପୁରୀ ଧ୍ୟାନ ଉଠେଇଦେବି ଏବଂ ରଥ ଚଲେଇବି। ରଥ ଚଲାଉ, ଆମର ଆପତ୍ତି ନାହିଁ। ସାରା ବିଶ୍ୱରେ ଜଗନ୍ନାଥ ରଥ ଚାଲିଛି, ଏଠି ଚାଲୁ, ଆମର ଆପତ୍ତି ନାହିଁ। କିନ୍ତୁ ପୁରୀ ଧ୍ୟାନ ଲେଖା ହେଇପାରିବନି। ଯେଉଁମାନେ ହୋଟେଲରେ ସିଜ୍ ହେଇ ଧରା ହେଇଥିଲେ ନାରୀ ସହ, ସେଗୁଡ଼ାକୁ ଫେର ରଥ ଚଲେଇବା ପାଇଁ ସୁଯୋଗ ଦେବା ଉଚିତ ନୁହଁ। ସେ ବାବାଙ୍କୁ ଫେର ଥରେ ହାଜତକୁ ପୂରେଇ ଦେଇ ସେ ରଥକୁ ସିଜ୍ କରିଦେବା ଦରକାର। ମୁଁ କହିପାରିବିନି ସରକାର ଏ ସାରଥୀ ଭଳିଆ ଭାଣ୍ଡ ବାବା ଯେଉଁମାନେ କଳଙ୍କିତ, ଯେଉଁମାନେ ହୋଟେଲରେ ସିଜ୍ ହେଇ ଧରା ହେଇଥିଲେ ନାରୀ ସହ, ସେଗୁଡ଼ାକୁ ଫେର ରଥ ଚଲେଇବା ପାଇଁ ସୁଯୋଗ ଦେବା ଉଚିତ ନୁହଁ। ସେ ବାବାଙ୍କୁ ଫେର ଥରେ ହାଜତକୁ ପୂରେଇ ଦେଇ ସେ ରଥକୁ ସିଜ୍ କରିଦେବା ଦରକାର। କାରଣ ଜଗନ୍ନାଥ ରଥକୁ ଏଭଳିଆ ଅପମାନିତ କରିବା ଉଚିତ ନୁହଁ। ଗୁଣ୍ଡିଚା ରଥ, ବିଶ୍ୱ ରଥ, ଜଗନ୍ନାଥ ରଥ। ଏଇଠି ବିକେଳରେ ମମତା ବାନାର୍ଜୀ କହିଲାଣି ମୁଁ ପୁରୀ ଧ୍ୟାନ ଉଠେଇଦେବି ଏବଂ ରଥ ଚଲେଇବି। ରଥ ଚଲାଉ, ଆମର ଆପତ୍ତି ନାହିଁ। ସାରା ବିଶ୍ୱରେ ଜଗନ୍ନାଥ ରଥ ଚାଲିଛି, ଏଠି ଚାଲୁ, ଆମର ଆପତ୍ତି ନାହିଁ। କିନ୍ତୁ ପୁରୀ ଧ୍ୟାନ ଲେଖା ହେଇପାରିବନି, କେବଳ ପୁରୀ ବ୍ୟତୀତ ଭଲ ହେବ।